ମଧୁବନ ଜଙ୍ଗଲରେ ସାବି ବୁଢ଼ୀ ରହୁଥାଏ। ସେ ତାର ଗୋଟିଏ ବୋଲି ପୁଅ ରାଜୁର ବାହାଘର ପାଖ ଗାଁରେ ଥିବା ବାପା ମା ଚଉଁଡ଼ ରାନୀ ସହ କରିଦିଏ। ଆଉ ରାନୀକୁ ବୋହୂ କରି ଘରକୁ ନେଇ ଆସେ। ଆଲୋ ମା ରାନୀ, ତୁ ଜମାରୁ ବି ଚିନ୍ତା କରିବୁନି। ତୁ ଆଜିଠାରୁ ମୋ ଝିଅ। ଆମ ଘରେ ତୋର କିଛି ବି ଅସୁବିଧା ହବନି। ମୁଁ ଯେବେ ଛୋଟ ଥିଲି ମୋ ମା ବାପା ମତେ ଛାଡ଼ିକି ଚାଲିଗଲେ। ମୋ ପରି ଗୋଟେ ଅନାଥକୁ ଆପଣ ଆପଣଙ୍କ ଘରର ବୋହୂ କରି ଆଣିଛନ୍ତି। ଆଜିଠାରୁ ଆପଣ ମୋ ମା। ମୁଁ ଆପଣଙ୍କର ସବୁ ସେବା କରିବି। ଆଲୋ ବୋହୂ, ତୁ ମତେ ବେଗେ ବେଗେ ଗୋଟେ ନାତି ଦେଇଦବୁ। ମୋର ଆଉ କିଛି ଦରକାର ନାହିଁ। ସାବି ବୁଢ଼ୀ ଠାରୁ ଏମିତି ଶୁଣି ରାନୀ ଟିକେ ଲାଜେଇ ଯାଏ। ସେ କିଛି କହିବାକୁ ଚାହୁଁଥିଲେ ବି ଆଉ କିଛି କହିପାରେନି। ପରଦିନ ସକାଳେ ରାନୀ ସକାଳୁ ସକାଳୁ ଉଠି ସବୁ ରୋଷେଇ କାମ ଆରମ୍ଭ କରିଦିଏ। ଆଉ ଘରର ସବୁ ଅନ୍ୟ କାମ ବି କରେ। ଏମିତିରେ କିଛି ଦିନ ବିତିଯାଏ। ଆଉ ରାନୀ ଚଢ଼େଇ ଗୋଟିଏ ଅଣ୍ଡା ଦିଏ। ହେଇଟି, ଏ ଅଣ୍ଡାକୁ ନେଇ ମୁଁ ବହୁତ ଖୁସି ଅଛି। ଆଉ କିଛି ଦିନ ପରେ ଆମର ଏ ଅଣ୍ଡାରୁ ଗୋଟେ ଗୁଲୁଗୁଲିଆ ଛୁଆଟେ ବାହାରିବ। ଆରେ ହଁ ପରା ରାନୀ, ମା ତା ନାତି ମୁହଁ ଦେଖିବା ପାଇଁ ଭାରି ବ୍ୟସ୍ତ ହେଇ ପଡ଼ିଲାଣି। ହେଇଟି, ଏ ଅଣ୍ଡାର ପୁଅ ହବ କି ଝିଅ ହବ ଆମେ ତ ଜାଣିନେ ନା। ସେ ଯାହା ବି ହୁଅନ୍ତୁ ନା, ଆମେ ସେଥିରେ ଖୁସି ହବା କଥା। ଓଏ ରାନୀ, ମତେ ଏକଥା କହିଦେଲ, ହେଲେ ମାଆକୁ ଏକଥା ଜମାରୁ ବି କହିବନି। ମା ଝିଅମାନଙ୍କୁ ଜମାରୁ ବି ଭଲ ପାଏନି। ତମେ ଠାକୁରଙ୍କୁ ଡାକ ଏ ଅଣ୍ଡାରୁ ଯେମିତି ଗୋଟେ ପୁଅ ବାହାରୁ। ରାନୀ, ତମେ ଅଣ୍ଡାର ଯତ୍ନ ନେଉଥାଅ, ମୁଁ କାମକୁ ଚାଲିଲି। ଆଉ ତାପରେ ରାଜୁ କାନ୍ଧରେ କୋଦାଳଟିଏ ପକେଇ କାମକୁ ବାହାରିଯାଏ। ଆଲୋ ବୋହୂ, ମୁଁ ଯାଉଛି ବଜାରକୁ। ଅଣ୍ଡା ଭିତରେ ଥିବା ମୋ ନାତି ଟୋକା ପାଇଁ ମୁଁ ଆଗୁଆ ଖେଳନା କିଣିକି ନେଇ ଆସିବି। ହେଲେ ମା, ଅଣ୍ଡା ଭିତରେ ପୁଅ ଅଛି ନା ଝିଅ ଅଛି ଆମେ ତ ଜାଣିନେ। ଆଲୋ ବୋହୂ, ତୁ ଏମିତି ଅମଙ୍ଗଳୁଆ କଥା ଆଉ କହନି। ଆମ ବଂଶ ପରମ୍ପରାରେ ପରା ଅଛି ପ୍ରଥମ ପିଲା ହେଲେ ସେ ପୁଅ ହବ। ତୁ ଅଣ୍ଡା ପାଖରେ ବସିଥା, ମୁଁ ବଜାର ଯାଉଛି ଖେଳନା କିଣି ଆଣିବି। ସାବି ବୁଢ଼ୀ ଖେଳନା କିଣିବା ପାଇଁ ବଜାର ଆଡ଼କୁ ପଳେଇ ଯାଏ। ଶାଶୁଠାରୁ ଏମିତି କଥା ଶୁଣି ରାନୀ ପୁରା ଆଶ୍ଚର୍ଯ୍ୟ ହୋଇଯାଏ। ଆରେ ପୁଅ, କଣ ଖେଳନା ରଖିଛ? ମତେ ଟିକେ ଭଲ ଭଲ ଖେଳନା ଦେଖେଇଲ। ହେରା ମାଉସୀ, ପୁଅ ପାଇଁ ଖେଳନା ଦରକାର ନା ଝିଅ ପାଇଁ ଖେଳନା ଦରକାର? ନାଇଁ ନାଇଁ, ମତେ ପୁଅ ଖେଳନା ଦେଖା। ମୋର ଗୋଟିଏ ନାତି ହବ, ତାରି ପାଇଁ ଖେଳନା ଦରକାର ପରା। ଏମିତିରେ କିଛି ଦିନ ବିତିଯାଏ। ହେଲେ ରାନୀର ସେ ଅଣ୍ଡାରୁ ପୁଅ ନୁହେଁ, ଗୋଟେ ଝିଅ ଚଢ଼େଇ ଛୁଆ ବାହାରେ। ଆରେ ଏ କଣ ପୁଅ ନୁହଁ, ଇଏ ତ ଗୋଟେ ଝିଅ ଛୁଆ ହେଲା। ମୋ ଶାଶୁ ଦେଖିଲେ ଏଇନା କଣ ଯେ କହିବେ। ଆଉ ଏତିକି ବେଳେ ଶାନ୍ତି ବୁଢ଼ୀ ବାହାରୁ ବୁଲାବୁଲି କରି ଘରକୁ ଫେରେ। ଆଉ ଦେଖେ ରାନୀ ଦେଇଥିବା ଅଣ୍ଡା ଫୁଟି ସେଥିରୁ ଗୋଟେ ଛୁଆ ବାହାରିଥାଏ। ଆଲୋ ବୋହୂ, ମୋ ନାତି ଟୋକା ସୁସ୍ଥ ସବଳ ଅଛି ତ? ନହେଲେ ମତେ କହ, ମୁଁ ବଜାରକୁ ଯାଇ ଭିଟାମିନ ଔଷଧ ନେଇ ଆସିବି। ମା, ଇଏ ପୁଅ ନୁହଁ, ଗୋଟେ ଝିଅଟେ ହେଇଛି। ଆଲୋ ତୁ କଣ କହିଲୁ? ଝିଅଟେ ହେଇଛି? ଆମ ବଂଶ ପରମ୍ପରାରେ ଯୋଉଟା ହେଇ ନଥିଲା ତୁ ଆଜି ସେଇଟା କରିକି ଦେଖେଇଲୁ। ମା, ଏଥିରେ ମୋର କଣ ଦୋଷ? ପୁଅ ହବ କି ଝିଅ ହବ ସେଇଟା ତ ଭଗବାନ ନିଷ୍ପତ୍ତି ନିଅନ୍ତି। ଆଲୋ ତୁ ଗୋଟେ ଅଲକ୍ଷଣୀଟା, ସେଇଥିପାଇଁ ପୁଅ ନ ହେଇକି ତୋର ଗୋଟେ ଝିଅ ହେଲା। ଆଉ ଭଗବାନଙ୍କୁ କଣ ଦୋଷ ଦଉଛୁ? ଆଜିଠାରୁ ତୁ ଦିନକୁ ଥରେ ଖାଇବୁ। ଆଉ ହଁ, ତୋର ଏ ଝିଅକୁ କହିଦବୁ ମତେ ଜେଜେମା ବୋଲି ଯେମିତି ନ ଡାକେ। ଏମିତିରେ କିଛି ଦିନ ବିତିଯାଏ। ଆଉ କିଛି ଦିନ ପରେ ରାନୀ ଆଉ ଗୋଟିଏ ଅଣ୍ଡା ଦିଏ। ହେଲେ କଣ ହବ, ସେ ଅଣ୍ଡାରୁ ମଧ୍ୟ ଗୋଟେ ଝିଅ ଛୁଆ ବାହାରେ, ଯାହାକୁ ଦେଖି
ରାନୀର ଶାଶୁ ସାବି ବୁଢ଼ୀ ଆହୁରି ଜୋରରେ ରାଗିଯାଏ। ଆଲୋ ଏ ଅଲକ୍ଷଣୀ, ଆହୁରି ଗୋଟେ ଝୁଅ ଛୁଆ କଲୁଣି। ଆଜି ଏ ଘରେ ତୋର ଶେଷ ଦିନ। ହେଲେ ମା, ଏଥିରେ ମୋର କଣ ଦୋଷ? ଦ୍ୱିତୀୟ ଥର ଗୋଟେ ଝିଅ ହେଲା ବୋଲି ମୁଁ ବି ଚାହୁଁନଥିଲି ଦ୍ୱିତୀୟ ଥର ମୋର ଝିଅ ହଉ ବୋଲି। ଆଲୋ ତୁ ଗୋଟେ ଅଲକ୍ଷଣୀଟା, ତୋର ସବୁବେଳେ ଖାଲି ଝିଅ ହବ। ତୁ ଆଜି ମୋ ଘରୁ ବାହାରି ଯା। ମା, ସେମିତି କୁହନ୍ତୁନି। ମତେ ଏ ଘରୁ ବାହାର କରିଦେଲେ ମୁଁ ଏ ଛୋଟ ଛୁଆକୁ ନେଇକି କୁଆଡେ ଯିବି କହିଲେ? ମାମା, ତମେ ଜମାରୁ ବି ମନ ଦୁଃଖ କରନି। ତମେ ମନ ଦୁଃଖ କଲେ ମତେ ଜମାରୁ ବି ଭଲ ଲାଗୁନି। ଜେଜେମା, ତମେ ମୋ ମାକୁ କିଛି ବି କୁହନି। ଆମେ ଦୁଇ ଭଉଣୀ ବଡ଼ ହେଇକି ପୁଅ ମାନଙ୍କ ପରି ସବୁ କାମ କରିବୁ। ଆଲୋ ତୁ କଣ କହିଲୁ? ତୁ ମତେ ଜେଜେମା ବୋଲି ଡାକିଲୁ, ଆଉ ଥରେ ଯଦି ତୋ ପାଟିରୁ ମୁଁ ଜେଜେମା ଡାକ ଶୁଣେ ତତେ ଏଇଠି ବାଡେଇ ବାଡେଇ ମାରିଦେବି। ଜଲ୍ଦି ତୋ ମା ସହିତ ଏ ଘରୁ ବାହାରି ଯା। ଠିକ ଅଛି ମା, ମୋ ସ୍ୱାମୀ ଆସନ୍ତୁ, ତାପରେ ମୋ ଛୁଆ ଦୁଇ ଜଣକୁ ନେଇ ମୁଁ ସବୁଦିନ ପାଇଁ ଏ ଘର ଛାଡି ପଳେଇ ଯିବି। ଆଲୋ ତୋ ସ୍ୱାମୀ ଆସିଲେ କଣ କରିବ ବା? ମୁଁ ଯାହା କହିବି ମୋ ପୁଅ ସେଇଆ କରିବ। ତୁ ଏଇ ଖଣି ଏ ଘରୁ ବାହାରି ଯା। ସାବି ବୁଢ଼ୀ ରାନୀ ଆଉ ତା ଦୁଇ ଛୁଆଙ୍କୁ ଘରୁ ବାହାରକୁ ବାହାର କରିଦିଏ। ସେତିକି ବେଳେ ରାଜୁ ବୁଲାବୁଲି ସାରି ଘରକୁ ଫେରୁଥାଏ। ରାଜୁକୁ ଦେଖି ରାନୀ ମନରେ ଟିକେ ସାହସ ଆସିଯାଏ। ହେଇଟି ଦେଖ, ମୋର ଦୁଇଟା ଝିଅ ଛୁଆ ହେଲେ ବୋଲି ମା ମତେ ଆଉ ମୋ ଛୋଟ ଛୁଆ ମାନଙ୍କୁ ଘରୁ ବାହାର କରିଦେଇଛନ୍ତି। ମା ଠିକ୍ କରିଛି ତମକୁ ଘରୁ ବାହାର କରିଦେଇକି। ପୁଅ ନ କରିକି ଦୁଇଟା ଝିଅ କଲ। ତମ ଝିଅର ବୋଝ ମୁଁ ମୁଣ୍ଡେଇ ପାରିବିନି। ତମ ଝିଅ ଦୁଇ ଜଣକୁ ନେଇକି ଏ ଘର ଛାଡ଼ି ତମେ ପଳେଇ ଯାଅ। ହେଇଟି, ତମେ ବି ମତେ ଏମିତି କହିପାରୁଛ? ମୁଁ କେବେ ବି ଆଶା କରିନଥିଲି ତମେ ମତେ ଏମିତି କହିବ ବୋଲି। ବହୁତ ହେଇଗଲା ରାନୀ, ମୁଁ ତମ ମୁହଁ ଆଉ ଦେଖିବାକୁ ଚାହୁଁନି। ତମେ ଏଇ କ୍ଷଣି ଏଠାରୁ ପଳେଇ ଯାଅ। ରାଜୁ ଘର ଭିତରକୁ ଆସି ଘରର କବାଟ ଭିତର ପଟ ଦେଇଦିଏ। ସାବାସ୍ ପୁଅ ସାବାସ୍, ମୁଁ ଜାଣିଥିଲି ତୁ ମୋ କଥାରୁ କେବେ ବି ବାହାରି ଯିବୁନି। ମା, ଭଲ ହେଇଛି। ମୁଁ ତାକୁ ଘରୁ ବାହାର କରିବା ପୂର୍ବରୁ ତମେ ତାକୁ ଘରୁ ବାହାର କରିଦେଇଛ। ତା ମୁହଁକୁ ମୁଁ ଆଉ ଦେଖିବାକୁ ଚାହୁଁନି। ପୁଅ ରାଜୁ, ତୁ ଜମା ମନ ଦୁଃଖ କରେନି। ମୁଁ ଆଉ ଗୋଟେ ଭଲ ଝିଅ ଦେଖି ତୋ ବାହାଘର ଆଉ ଥରେ କରିଦେବି। ରାନୀ ତା ଛୁଆ ଦୁଇ ଜଣକୁ ଧରି ବହୁ ଦୂରକୁ ଚାଲିଯାଏ। ସେଠାରେ ତାକୁ ଗୋଟେ ଭଙ୍ଗା ଦଦରା ବସା ମିଳିଯାଏ। ରାନୀ ମନେ ମନେ ନିଷ୍ପତ୍ତି ନିଏ ଯେ ସେଇ ଭଙ୍ଗା ଦଦରା ବସାରେ ତା ଛୁଆ ଦୁଇ ଜଣଙ୍କୁ ନେଇ ସେ ରହିବ। ମାମା, ତମେ ଜମାରୁ ବି ମନ ଦୁଃଖ କରନି। ଆମେ ଦୁଇ ଭଉଣୀ ସବୁବେଳେ ତମ ସାଙ୍ଗରେ ଅଛୁ। ଆମେ ବଡ଼ ହେଲା ପରେ ତମକୁ ଆଉ କିଛି କରିବାକୁ ପଡ଼ିବନି। ଆମେ ସବୁ କରିବୁ। ହଁ ରେ ମା, ତମ ଦୁଇ ଜଣଙ୍କ ଛଡା ମୋର ଏ ଦୁନିଆରେ ଆଉ କିଏ ଅଛି କହିଲୁ? ତମେ ଦୁଇ ଜଣ ମୋର ସାହା ଭରସା। ମାମା ମାମା, ତମେ ଆମକୁ ଦାନା ଖୋଜିବା ଶିଖେଇ ଦିଅ। ଆମେ ଦୁଇ ଭଉଣୀ ଯାଇ ଦାନା ଖୋଜିକି ଆଣିବୁ। ହଉ ରେ ମା, ତମେ ଦୁଇ ଭଉଣୀ ଆଉ ଟିକେ ବଡ଼ ହେଇଯାଅ। ମୁଁ ଧୀରେ ଧୀରେ ତମକୁ ସବୁ କାମ ଶିଖେଇ ଦେବି। ଆଉ ଏପଟରେ ସାବି ବୁଢ଼ୀ ତା ପୁଅ ରାଜୁକୁ ଦ୍ୱିତୀୟ ବିବାହ କରାଇ ଆଉ ଗୋଟେ ବୋହୂ ଘରକୁ ନେଇ ଆସେ। ଆଲୋ ବୋହୂ, ତୁ ମତେ ଗୋଟେ ବେଗେ ବେଗେ ନାତି ଟୋକା ଦେ। ନାତି ମୁହଁଟା ଦେଖିବା ପାଇଁ ମୋ ମନ ଖାଲି ଛଟପଟ ହେଲାଣି। କଣ ହେଲା? ନାତି? ମୋର ସେ ବୟସ ହେଇନି। ମୁଁ ତମକୁ ନାତି ଫାତି କିଛି ଦେଇପାରିବିନି। ଆଉ ହଁ, 5 ବର୍ଷ ଯାଏ ମୁଁ କିଛି ବି ପିଲା ଛୁଆ କରିପାରିବିନି। ଆଲୋ ବୋହୂ, ତୁ ଏମିତି କଣ କହୁଛୁ? ଏମିତି କଣ କୁହାଯାଏ? ହଁ, ଏମିତି ହିଁ କୁହାଯାଏ। ମୋ ବାପା ତମ ପୁଅକୁ ଡିମାଣ୍ଡରେ 3 ଲକ୍ଷ ଟଙ୍କା ଦେଇଛନ୍ତି। ମୁଁ ଯାହା କହିବି ଏ ଘରେ ସେଇଆ ହବ। ମୋ ହୁକୁମ ଚାଲିବ। ସେପଟେ ରାନୀ ଗୋଟେ ଘର ତିଆରି କରିବା ପାଇଁ ଜଙ୍ଗଲରୁ କାଠ ସଂଗ୍ରହ କରୁଥାଏ। ଆଉ କିଛି ଦିନ ଭିତରେ ରାନୀ ଗୋଟିଏ ସୁନ୍ଦର ଘରଟିଏ ତିଆରି କରିଦିଏ। ଆଉ ଏପଟରେ ରାଜୁର ଦ୍ୱିତୀୟ ସ୍ତ୍ରୀ ରାଜୁର ବୁଢ଼ୀ ମାଆକୁ ବହୁତ ହଇରାଣ କରୁଥାଏ। ଓହୋ, ଆଲୋ ଏ ବୁଢ଼ୀ, ତୋ ଦେହରୁ ଖାଲି ଗନ୍ଧ ଛାଡୁଛି। ତ କିଛି ସମୟ ପାଇଁ ଏ ଘରୁ ବାହାରି ଯା।
ସେ କଥା କ'ଣ କି ମୋର ସାଙ୍ଗମାନେ ସବୁ ଆସିବେ ଆଉ ତୋର ଯୋଉ ଏ ଗନ୍ଧ ସେମାନେ ପୁରା ବାନ୍ତି କରି ପକେଇବେ। ମୋ ସାଙ୍ଗମାନେ ଏ ଘରୁ ଗଲା ପରେ ଯାଇ ତୁ ଏ ଘରକୁ ଆସିବୁ। ଆଲୋ ବୋହୁ, ମତେ ମୋ ଘରୁ ବାହାରେ ଯିବାକୁ କହୁଛୁ। ମୁଁ ଯଦି ଜାଣିଥାନ୍ତି ତୋ ଗୁଣ ଏମିତି ସବୁ ବୋଲି ମୋ ପୁଅ ବାହାଘର ତୋ ସାଙ୍ଗରେ କେବେ ବି କରେଇ ଦେଇ ନଥାନ୍ତି। ଆଲୋ ଏ ବୁଢ଼ୀ, ଭଲରେ ଭଲରେ କହୁଛି ଘରୁ ବାହାରି ଯା, ନହେଲେ ତୋରି ବଙ୍କୁଲି ବାଡ଼ିରେ ତତେ ଧୋଇ ପାରେ ଦେବେ ଯେ ଏକାଥରକରେ ସାଇଜ ହେଇଯିବୁ। ଆଉ ତାପରେ ସାବି ବୁଢ଼ୀ ତା ବୋହୂକୁ ଡରି ଘରୁ ଏକା ବେଳକରେ ବାହାରି ଯାଏ। ଆଉ ମନେ ମନେ ସେ ଭାବୁଥାଏ କି ତା ସୁନା ନାକି ବୋହୂକୁ ସେ ଘରୁ ବାହାର କରିଦେଇ କେତେ ବଡ଼ ଭୁଲ କରିଛି। ଆଉ ମନେ ମନେ ତା ନିଜ ଭାଗ୍ୟକୁ ସେ ନିନ୍ଦୁଥାଏ। ଆଉ ସେପଟରେ ରାନୀ ତା ଝିଅ 2 ଜଣକୁ ନେଇ ନିଜେ ତିଆରି କରିଥିବା ଘର ଭିତରେ ବେଶ ହସ ଖୁସିରେ ରହିବାକୁ ଲାଗେ। ସାଙ୍ଗମାନେ ଏମିତି ନୂଆ ନୂଆ କାହାଣୀ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର ନିଶ୍ଚୟ କରନ୍ତୁ।